ମୁଁ କେସ୍ ଦେଲି ମୋ ଦୁଃଖ ଦେଖି ବୁଝି ନେଲେ ମୁଁ ପ୍ରେଗନେଣ୍ଟ 4 ମାସ ଅଛି ମୋ ଛୋଟ ଛୁଆଟା ଅଛି ମୋ ଦୁଃଖ କି ବୁଝି ମୋତେ ନିଆଁ ହିଁ ଦରକାର ମୋତେ ଆଉ କିଛି ଦରକାର ନାହିଁ। ଆପଣଙ୍କର ଘର ବାପା ଘର କୋଉଠି? ଗଞ୍ଜାମ ଅଗଷ୍ଟିନ ବାପା ଘର। ହେଲେ ବର୍ତ୍ତମାନ ଏବେ କୋଉ ଗାଁରେ ବସିଛନ୍ତି? ଏବେ ଖଇଡ଼ା ଗାଁରେ ମୋ ଶାଶୁଘର ଘରେ ବଇଛି। କେତେ ଦିନଠୁ ବସିଲେଣି? କାଲିଠୁ ବସିଲିନି। ମୁଁ 15 ଦିନ ହେଲା ଥାନା ଯାଉଛି ମୋ କଥା କିଏ ହେଲେ ବୁଝୁନାହାନ୍ତି। ପୁଲିସ କହୁଛି ହଁ ତୋ ସ୍ୱାମୀ ଆମେ ଖୋଜି ଆଣିଦେବୁ ତୁ ବ୍ୟସ୍ତ ହେନା ତୁ କେଉଁଠି ଥା ଭଲରେ ଥା ଆମେ ତ 15 ଦିନଟା ଆମେ ଖୋଜି ଆଣିଦେଲେ ଗଲା। ହେଲେ ମୁଁ କାଲି ଥାନାକୁ ଗଲି ତାଙ୍କେ ସରପଞ୍ଚ ଆଉ ସଭାପତି କହିଲେ ତୁ ତାଙ୍କ ଦୁଆର ଯାଇ ବହ ତୁ ତୋ ସ୍ୱାମୀ ଆଗରେ ଯାଇ ବଇଥା ତୁ ଖା ପିଇ ଆମେ ଦେବୁ ତୁ କିଛି ଟେନସନ୍ ନେନା ହେଲେ। ମୁଁ କେସ୍ ଦେଲି ମୋ ଦୁଃଖ ଦେଖି ବୁଝି ନେଲେ ମୁଁ ପ୍ରେଗନେଣ୍ଟ 4 ମାସ ଅଛି ମୋ ଛୋଟ ଛୁଆଟା ଅଛି ମୋ ଦୁଃଖ କି ବୁଝି ମୋତେ ନିଆଁ ହିଁ ଦରକାର ମୋତେ ଆଉ କିଛି ଦରକାର ନାହିଁ। ମୋ ସ୍ୱାମୀ ମୋ ପାଖକୁ ଖାଲି ଆଣି ଦେଇଦେବି ପୁଅ ଭଲ ସେ କାହା ସାଙ୍ଗ କଥା ଶୁଣିକି ଆକା ମୋତେ ଏଇ ଛାଲ ମାଳ ସେ ପୁଅଟା ମୋତେ ଭଲ ରଖିଥିଲା ଖାଇବା ପିଇବା ମୋତେ ଅଭାବ ହେଲେ କରୁଥିଲା କିଛି ବି ବାଡ଼ ବାଡ଼ କରୁଥିଲା ତା କଥା ଶୁଣିଆକେ ମୋତେ ବାଡ଼ ବାଡ଼ କରିକି ସେ ବନେଇଲି ଗୋଟେ ମିଠୁ କହିଲି ତା କଥା ଶୁଣିବା ତ ମାଇକିନା ଛାଡ଼ିଦେ କହିଲା ସିଏ ଆକା କହିଲା ମୋତେ ଛାଡ଼ିଦେଲେ। ଆପଣଙ୍କୁ କେତେ ବର୍ଷ ସହିତ ସିଏ ଭଲ ରଖିଥିଲା? 3 ବର୍ଷ ଭଲ ରଖିଥିଲେ ଏବେ ଆକା ମଝିରେ ଆକା ଏମିତି ଶିକ୍ଷକତା କରିକି ମୋତେ ଛାଡ଼ିଦେଲେ। ଆପଣ କହୁଛନ୍ତି 3 ବର୍ଷ ହେଲା ସିଏ ଆପଣଙ୍କୁ ଇଏ କରିଥିଲା? ମୋତେ ମୁଁ କହିଲି ବୋଉ ଥିଲା ଆମ ଗାଁରେ ମୁଁ 2 ବର୍ଷ ରଖିଲି ମୋତେ ଛାଡ଼ିଥିଲା ସେ ବାହାରେ ଖଟୁଥିଲା ନା ପୁରୀରେ ସୁରରେ ଖଟିକି ପୁରୀରେ ଖଟିଲା ହେଲେ କହିଲା ପଳେଇଆ ତୋ ମା ଯେ ମଲାଲେ ପଳେଇଆ ମୁଁ ପଳେଇ ଆଇଲି ତା ପାଖକୁ ମୋତେ ଭଲରେ ଭଲ ରଖିଲା। ଯେତେବେଳେ ଆପଣଙ୍କ ସମ୍ପର୍କ ଥିଲା ସେତେବେଳେ ଆପଣଙ୍କ ପରିବାରର ସବୁ ବଞ୍ଚିଥିଲେ କି ଜୀବିତ ଥିଲେ? ପରିବାର ମମି ଏକା ବଞ୍ଚିଥିଲା ଆଉ କି ମୋ ବାପା ଭାଇ ନଥିଲେ ମମି ଏକା ଥିଲା ଏବେ ମମି ମୋର ବର୍ଷେ ହେଲା ଆଉ ମୋ ଫ୍ୟାମିଲି କିଏ ହେଲେ ନାହାନ୍ତି ମୁଁ ଏକା ଆଉ ମୋ ଛୁଆ। ଯେତେବେଳେ ଜୀବିତ ଥିଲେ ଆପଣଙ୍କର ମା ସେତେବେଳେ ଏଇ ଯୋଉ ଆପଣଙ୍କ ସହିତ ସମ୍ପର୍କ ଥିଲେ ଯୋଉ ପୁଅଟି କଥା କହୁଛନ୍ତି ସିଏ ଜାଣିଛନ୍ତି କି ଆପଣଙ୍କର ପରିବାର ବିଷୟରେ? ମୁଁ ପରିବାର ହେଲେ ମୋ ମା ଏକା ଜାଣିଥିଲା ଆଉ କିଏ ଜାଣିଥିଲା? ନାଇଁ ଆପଣଙ୍କ ପରିବାର ବିଷୟରେ ଏ ପୁଅଟି ଜାଣିଥିଲା କି? ହଁ ପରିବାର ସବୁ ବିଷୟରେ ଜାଣିଥିଲେ ପୁଅ କଣ କଣ ଜାଣିଥିଲା? ଭଲ ସବୁ ଜାଣିଥିଲେ ପୁଅଟା କହିଲା ତମ ଫ୍ୟାମିଲି ଭଲ ମୋ ମା ମରିଲା କହିଲା ତୁ ଯୋଉ ଅନାଥ ହେଇଲୁଣୁ ଆମ ପାଖକୁ ପଳେଇଆ ଆଉ ତୋତେ ରଖି ପାଖରେ କହିଲା। ସେ ଆପଣଙ୍କୁ ଏ ଜିନିଷଟି କହିଛି? ହଁ ଫୋନରେ କହିଥିଲା ନା କେମିତି କହିଥିଲା? ଫୋନରେ କହିଥିଲା ବାହାରେ ଥିଲା ଯେ ପୁରୀରେ କହିଥିଲା ମୁଁ କହିଲି ନା ମୋ ମା ମରିଲା ତମେ ଆଇନି କହିଲା ହଉ ତୋ ମା ତ ବହୁତ ମରିଲା ଆଉ ତୁ ହଷ୍ଟେଲ ରହ ମୁଁ ତୋତେ ଆଉଥରେ ଗଲେ ଆଣିଦେବି। ସେ ବ୍ରହ୍ମପୁର ହଷ୍ଟେଲ କାଢିଦେଲା ମୋତେ ଆଉଥରେ ପୁରୀ ନେଇଗଲା ପୁରୀ କହିଲା ବ୍ରହ୍ମପୁର ଷ୍ଟେସନ ପୁରୀ ନେଇଛି ଯେତେ ଆପଣଙ୍କୁ ସେ ଯୋଉ ନିର୍ଯାତନା ଦଉଛି କେତେ ବର୍ଷ ହେଲା ନିର୍ଯାତନା ଦଉଛି? ସମ୍ପର୍କ ଥିଲା 3 ବର୍ଷ ହେଲା। କୋଉଟା ଆପଣ ଏ ସମ୍ପର୍କ ଜଡିତ? ଆମେ ଅନଲାଇନରେ କଥା ମୋବାଇଲରେ ହେଲେ ମୋ ବାପା ମୋତେ 3 ମାସ 2 ବର୍ଷ ରଖିଲେ ଆଉ ଥରେ ମୋ ମା ମଲେ ମୋତେ ହଷ୍ଟେଲରେ ନେଇ ରଖିଲା ହଷ୍ଟେଲରୁ ମୁଁ ଆଉ ଥରେ କାଢିଦେଲି ହଷ୍ଟେଲରୁ ଆଉ ଥରେ ମୋତେ ପୁରୀ ନେଇଗଲା ପୁରୀରୁ 4 ମାସ ରଖିଲା 4 ମାସରୁ ପ୍ରେଗନେଣ୍ଟରେ ଆଉ ଥରେ ମୋତେ କହିଲା ବ୍ରହ୍ମପୁର ଯିଆ ମା ଦେଖିବାକୁ ଯିଆ ବୋଲି କହିଲା ଡାକି ଆଣିଲା ମୋତେ ପୁରୀ ଷ୍ଟେସନରୁ ବ୍ରହ୍ମପୁର ଷ୍ଟେସନ ବାଡ଼ି କରି ଆଣିକି ଆଉ ମୋତେ ବାଡ଼ିକି ଷ୍ଟେସନରେ ଛାଡ଼ିଦେଲା ବାଟ ରାତିରେ। କୋଉ ଷ୍ଟେସନରେ ଛାଡ଼ିଲେ? ବ୍ରହ୍ମପୁର ଷ୍ଟେସନରେ ବ୍ରହ୍ମପୁର ଷ୍ଟେସନ ଛାଡ଼ିଲା କହିଲା ଥା ମୁଁ ଆଉଛି ଝାଡ଼ା ହେଇକି ନେଟି ନେଇକି ଆଉଛି କହିଲା ଆଉ ଆଇଲାଣି ବାଟ ରାତିରେ ମୋତେ କହିଲେ କେସ୍ ଦେଲେ କହିଲା ମୁଁ କେସ୍ ଦେଲେ ମୋତେ ପୁଲିସ ମୋ ଦୁଃଖ ବୁଝୁନାହାନ୍ତି କିଏ ହେଲେ କିଛି ନିଆଁ ଦେଉନାହାନ୍ତି ପୁଲିସ ହେଲେ ଗାଈ କାମ କ୍ଷୀର ଦଉଛନ୍ତି। କୋଉଠି କ୍ଷୀର ଦଉଛନ୍ତି? ପୁରୀରେ। ପୁରୀରେ ହେଲେ ପୁରୀରେ ଆପଣ ଅନଲାଇନରେ ମାଧ୍ୟମରେ କଥାବାର୍ତ୍ତା ଚାଲିଥିଲା ହେଲେ ବର୍ତ୍ତମାନ ସେ ପିଲା ପୁରୀରେ ରହୁଛନ୍ତି? ପୁରୀରେ ପଳେଇ ଆଇଲୁ ଆମେ ସେଇଦିନ ଆଜି 16 ଦିନ ହେଲାଣି ପୁରୀ ପଳେଇ ଆଇଲୁ। ବର୍ତ୍ତମାନ ସେ କୋଉଠି ଅଛନ୍ତି ଜାଣିନା।